ପଢନ୍ତୁ କଣ ଲେଖା ହେଇଛି ଭିତରକୁ ଯିବାର ଆପଣ ପ୍ରେସିଡେଣ୍ଟ ଅଫିସର ପଚାରନ୍ତୁ ପଢନ୍ତୁ ଏଟାକୁ ଟିକେ ତେଣୁ ଆମେ ମୁଁ ଏବଂ ମୋର ଧର୍ମପତ୍ନୀ ସଙ୍ଗୀତା ଦାସ ଏବେ ଭୋଟ ଦେବା ପାଇଁ ଆସିଥିଲୁ। ଭୋଟ ଦେଇ ସାରିଛୁ। ଆଉ ନିଶ୍ଚିନ୍ତ ଭାବରେ ସମଗ୍ର ବିଶ୍ୱରେ ଭାରତ ବର୍ଷର ଗଣତନ୍ତ୍ର ଏବଂ ଯେଉଁ ନିର୍ବାଚନ ପ୍ରକ୍ରିୟା ତାର ଗୋଟେ ସ୍ୱତନ୍ତ୍ରତା ଅଛି। ତେଣୁ ତାକୁ ଆଜି ଆମେ ସାବ୍ୟସ୍ତ କରିକି ନିଜକୁ ଆନନ୍ଦିତ ଲାଗୁଛି। କଣ କହିବେ ପ୍ରତିକ୍ରିୟା ରାଜନୈତିକ ପ୍ରତିକ୍ରିୟା ନିଶ୍ଚିତ ଭାବରେ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଭାତୀ ପରିଡ଼ା ବହୁମତରେ ବିଜୟ ହେବେ। ଏ କଥା ବିଭିନ୍ନ ଆଡ଼େ ଯେଉଁ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ସକାଳ ଟ୍ରେଣ୍ଡରୁ ମଧ୍ୟ ଆରମ୍ଭ ହୋଇସାରିଛି। ଏଠି ଯଦି ବିଷ୍ଣୁପୁର ବୁଥରେ ଆପଣ ଦେଖିବେ 3ଟା ବୁଥ ହେଇଛି। ତେଣୁ ସମ୍ପୂର୍ଣ୍ଣ ଟ୍ରେଣ୍ଡ ସେଇ ପଟକୁ ଯାଉଛି। ବହୁ ଭାରି ମତରେ ପ୍ରଭାତୀ ପରିଡ଼ା ବିଜୟୀ ହେଉଛନ୍ତି। ଦୃଢ ନିଶ୍ଚିନ୍ତ 4 ତାରିଖରେ ଆପଣମାନେ ଦେଖିବେ ଯେତେବେଳେ ଫଳାଫଳ ବାହାରିବ ସେତେବେଳେ ଦେଖିବେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଭାତୀ ପରିଡ଼ା ବିଜୟୀ ନିଶ୍ଚିନ୍ତ ହେବ।